ଆଜିର ମାନବ ନକାରାତ୍ମକ ବିଚାରରେ ଜୀବନ ବ୍ୟତୀତ କରୁଥିବାରୁ ନିଜର ଆତ୍ମବିଶ୍ୱାସକୁ ହରାଇ ବସିଛି। କାରଣ ବିଚାରର ଜୀବନ ଉପରେ ଗଭୀର ପ୍ରଭାବ ରହିଛି। ଯେମିତି ବିଚାର ହେବ ଜୀବନ ସେମିତି ହୋଇଯିବ। ବିଚାରର ବନ୍ଧନ ଅତି ସୂକ୍ଷ୍ମ ବନ୍ଧନ ଅଟେ, ଯାହା ଦିଶେ ନାହିଁ ସତ, କିନ୍ତୁ ବହୁତ ଗଭୀର ଯାଏ କାୟା ବିସ୍ତାର କରିଥାଏ। ବାହାରୁ ମଣିଷର ଶରୀର କଳା, ଗୋରା, ଡେଙ୍ଗା, ବାଙ୍ଗରା ଯେମିତି ଦିଶୁନା କାହିଁକି, ତାହା ତାର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେନା। ତା ଭିତରେ କ'ଣ ଭରିଛି ନକାରାତ୍ମକ ବିଷ ନା ସକାରାତ୍ମକ ବିଚାରର ଅମୃତ, ଏହା ନିଶ୍ଚୟ ପ୍ରଭାବ ପକାଏ। ଏହି ବିଷ ବା ଅମୃତ ମଣିଷର ସଫଳତା ବା ବିଫଳତାକୁ ନିର୍ଦ୍ଧାରିତ କରେ। ସୁନ୍ଦର ସଂସାର। ଆଲ୍ ସାବେର ଥିଲେ ଜଣେ ସୁଫି ସନ୍ଥ। କୌଣସି ଏକ ରୋଗରେ ପଡ଼ି ତାଙ୍କର ଅକାଳରେ ପରଲୋକ ହୋଇଥିଲା। ଆଲ୍ ସାବେରଙ୍କ ଜଣେ ବନ୍ଧୁ ଥିଲେ, ଯେ କି ଥିଲେ ଧର୍ମଶାସ୍ତ୍ର, ତର୍କଶାସ୍ତ୍ର ଓ ନୀତିଶାସ୍ତ୍ରରେ ପ୍ରବୀଣ। ଆଲ୍ ସାବେରଙ୍କ ଶେଷ ସମୟ ଆସିଯାଇଥାଏ। ସେ ଶଯ୍ୟାଶାୟୀ ହୋଇ ରହିଥାନ୍ତି। ତାଙ୍କୁ ଦେଖିବା ଲାଗି ଆସିଲେ ତାଙ୍କର ଜ୍ଞାନୀ ବନ୍ଧୁ। ସେ କହିଲେ, ସାବେର, ଦେଖ, ଏ ଦୁନିଆ କେତେ ପାପରେ ଭରା। ଏଠି ଦୁଷ୍ଟ ଲୋକେ ରାଜୁତି କରନ୍ତି। ଏଠି ଭଲ ଲୋକେ ଭଗବାନଙ୍କ ଦ୍ୱାରା ତିଆରି ବିଚିତ୍ର ନିୟମ ଦ୍ୱାରା ପୀଡ଼ିତ ହୋଇଥାନ୍ତି। ତୁମେ ଏ ଦୁନିଆକୁ ଛାଡ଼ି ଯାଉଛ, ତେଣୁ ଦୁଃଖ କର ନାହିଁ। ଏହା ଶୁଣି ଆଲ୍ ସାହେବ କହିଲେ, ବନ୍ଧୁ, ମୋର ଏ ଦୁନିଆ ଛାଡ଼ି ଯିବାର ଦୁଃଖ ନାହିଁ। ଦୁଃଖ ଏଇଆ ଯେ ମୁଁ ଶୁଣିବାକୁ ଭଲ ପାଇବି ବୋଲି ତୁମେ ଯେଉଁ ଦୁନିଆକୁ ଏତେ ଭଲ ପାଅ, ତାକୁ ଖରାପ ବୋଲି କହୁଛ। ଜ୍ଞାନୀ ବନ୍ଧୁ କିଛି ଉତ୍ତର ଦେବାକୁ ଚେଷ୍ଟା କରୁଥିବା ବେଳେ ଅଲ୍ ସାବେର ପୁଣି କହିଲେ, ମୁଁ ଏ ଦୁନିଆକୁ ବହୁତ ଭଲ ପାଏ। କାରଣ ତୁମେ ଯେମିତି କହୁଛ, ଏ ଦୁନିଆ ସେମିତି ନୁହେଁ। ଭଗବାନ ଏ ଦୁନିଆ ଗଢ଼ିବା ବେଳେ ଗୋଟିଏ କାମ କରିଛନ୍ତି। ସେଥିରେ ହିଁ ରହିଛି ଈଶ୍ୱରଙ୍କ ବୁଦ୍ଧିର ପରିଚୟ। ଏ ଦୁନିଆରେ ସେ କାହାକୁ ହେଲେ ଚିରସ୍ଥାୟୀ କରିନାହାନ୍ତି। ଏଠି ପାପୀ ହେଉ କି ପୁଣ୍ୟାତ୍ମା, କେହି ହେଲେ ସଦାବେଳ ଲାଗି ରହିବ ନାହିଁ। ଶେଷରେ ଅଲ୍ ସାବେର କହିଲେ, ବନ୍ଧୁ, ଏହା ଏଭଳି ଏକ ସୁନ୍ଦର ଦୁନିଆ, ଯାହାକୁ ଛାଡ଼ି ଗଲାବେଳେ ବି ମୋ ମୁହଁରେ ତୁମେ ହସ ଦେଖିବ। ଯେମିତି ସୁନ୍ଦର ଦୃଶ୍ୟଟିଏ ଦେଖି ସାରିଲା ପରେ ବି ଯେମିତି ସୁନ୍ଦର ଦୃଶ୍ୟଟିଏ ଦେଖି ସାରିଲା ପରେ ମନ ପ୍ରଫୁଲ୍ଲିତ ହୋଇ ଉଠେ। ଏ ସୁନ୍ଦର ସଂସାରରେ ମୋତେ ରହିବାକୁ ସୁଯୋଗ ଦେଇଥିବାରୁ ମୁଁ ଭଗବାନଙ୍କୁ ସବୁବେଳେ କୃତଜ୍ଞତା ଜଣାଇଥାଏ। ଜୟ ଶ୍ରୀ ଜଗନ୍ନାଥ।